ପର୍ଯ୍ୟାପ୍ତ ପରିମାଣରେ ବା ବହୁ ଅଳଙ୍କାର ସମ୍ପର୍କରେ ପାଠକମାନେ ସୂଚନା ପାଇପାରିବେ ଏବଂ ନୂଆ ଧାରଣା ମଧ୍ୟ ଛାତ୍ର ଭିତରେ ତିଆରି ହେଇପାରିବେ। ଏମିତି ମଧ୍ୟ ଅଳଙ୍କାର ଅଛି, କାହିଁକି ନା ଯୋଉ ପାଠକଟି ପଢୁଛି ତାର ସେ ସମ୍ପୂର୍ଣ୍ଣ ଅଶୂନ୍ୟ ଅବସ୍ଥାରେ ଅଛି। ଯେତେବେଳେ ବିଭିନ୍ନ ଅଳଙ୍କାର ସମ୍ପର୍କରେ ପରିଚୟ ପାଉଛି, ଗୋଟେ ଅଳଙ୍କାର ସ୍ୱତନ୍ତ୍ର ଗୋଟେ ଚାପ୍ଟର ବା ପରିଚ୍ଛେଦ ଅଛି, ତା ଦେଖୁଛନ୍ତି ଅଳଙ୍କାର ଆସୁଛି ଏବଂ ଦଣ୍ଡିର କଥା କହୁଛନ୍ତି, ଦଣ୍ଡିର ବେଳେ 35ଟି ଅଳଙ୍କାର କଥା କହୁଛନ୍ତି, ବାମନ 31ଟି ଅଳଙ୍କାର କଥା ସୂଚନା ଦଉଛନ୍ତି, ରୁଦ୍ରର 25ଟି ଅଳଙ୍କାର କଥା କହୁଛନ୍ତି, ବା ଆଚାର୍ଯ୍ୟ ଭୋଜରାଜ ତାଙ୍କର ଅଳଙ୍କାର ସଂଖ୍ୟା 72 ବୋଲି କହୁଛନ୍ତି, ଆଚାର୍ଯ୍ୟ ନାମକ 60 ଅଧିକ ଅଳଙ୍କାର ସମ୍ପର୍କରେ ଆଲୋଚନା କରୁଛନ୍ତି, ବା ରୁଜକ ସେ କହୁଛନ୍ତି 75ଟି ଅର୍ଥ ଅଳଙ୍କାର ଆଉ 10ଟି ଶବ୍ଦ ଅଳଙ୍କାର ରହିଛି। ତ ଏ ସମ୍ପର୍କରେ ମଧ୍ୟ ଯେତେବେଳେ ଆମେ ସୂଚନା ପାଉଛେ ବହିରୁ, ଆପଣଙ୍କ ପାଠକ ଭିତରେ ଆଗ୍ରହ ସୃଷ୍ଟି ମଧ୍ୟ ହବ ଏବଂ ସ୍ୱାଭାବିକ ଯେ ଏଇ ବହିରୁ ମଧ୍ୟ ହଉଛି ଆମେ ଦେଖିବା ଧରି ବହିରୁ ମଧ୍ୟ ସହାୟତା ନେଇ ଏଇ ସଂସ୍କୃତ ବହିରୁ କିଛି ମାନେ ଉପାଦାନ ସଂଗ୍ରହ କରିବାର ଗୋଟେ ସାହସ ମଧ୍ୟ ହଉଛି ପାଇଯାଉଛି ଜଣେ ଛାତ୍ର ବା ଜଣେ ଗବେଷକ। ସେଇଥିରେ ଆମେ ଆଉ ଗୋଟେ ବଡ କଥା ହଉଛି ପିଲାମାନଙ୍କୁ ଆଲୋଚନା ଭିତରେ ଅଧିକ ନିମନ୍ତ୍ରଣ କରିବା ପାଇଁ ସାରଙ୍କର ଗୋଟେ ପରିକଳ୍ପନା କରିଛନ୍ତି। ଆମେ ସମସ୍ତେ ପଢିଛେ ବା ଜାଣିଛେ, ଆମେ ଆପଣ ମାନଙ୍କର ଆଲୋଚନାରେ ଯଦି ହଉଛି ଆମ ପିଲାମାନେ ବିଷୟ ସମ୍ପୃକ୍ତ ନଥିବେ, ମୁଁ ମଧ୍ୟ ନଥିଲି, କେମିତି ପରେ ପଢିଲା ପରେ ଜାଣିଲି, କିନ୍ତୁ ବହିଟି ଦେଖିଲା ବେଳକୁ ସାର୍ ବିଭିନ୍ନ ବନ୍ଧ ସମ୍ପର୍କରେ ସୂଚନା ଦେଇଛନ୍ତି। ଯୋଉ ରୀତି ପରମ୍ପରାର ବା ମଧ୍ୟଯୁଗୀୟ ସାହିତ୍ୟ ଯୋଉ ଶବ୍ଦ ଗୌରବ ଅର୍ଥ ପ୍ରତିଷ୍ଠି ବା ବିଭିନ୍ନ ହଉଛି କାବ୍ୟ କୋଣାର୍କର ଯୋଉ ହଉଛି ଉପଭୋଗ କରିବାର ଯୋଉ ରସ ଗ୍ରାହୀ ଆତ୍ମା ହେବା ଦରକାର, ଗୋଟେ ସାର୍ କହୁଥିଲେ ସାମନ୍ତ ସାର୍ କାବ୍ୟ ରସ କାବ୍ୟ ଆମର କାବ୍ୟର ଆତ୍ମାକୁ ମଧ୍ୟ ଚିହ୍ନନ କରିବ। ତ ସେଇଥିରେ ମଧ୍ୟ କିଛି ପରିଚିତ ହେବାକୁ ପଡିବ। ତେଣୁ ଆମେ ଏଠି କିଛି ବିଭିନ୍ନ ବନ୍ଧର ଦେଇଛନ୍ତି ପରିଚୟ ଏବଂ ବନ୍ଧ ଆଧାରରେ ସାର୍ କେତେବେଳେ ନିର୍ବାଚିତ ଲେଖକଙ୍କର କେତେବେଳେ ବନ୍ଧ ମଧ୍ୟ ତିଆରି କରିକି ଆଉ ଯେତେବେଳେ ଦେଇଛନ୍ତି, ଯେମିତି ଚିତ୍ର ବନ୍ଧ କଥା ଦେଇଛନ୍ତି ସୁନ୍ଦର ଭାବରେ ବିଶ୍ୱ ବିଳାସର ବନ୍ଧକୁ ଦେଇ ତୃତୀୟତର ବନ୍ଧ କରିଛନ୍ତି, ହଉଛି ନାଭ ବନ୍ଧ ମଧ୍ୟ କହିଛନ୍ତି, ନାଭ ଏବଂ ନାଗବନ୍ଧ କଥା ଚିତ୍ର ରହିଛି, ଗଲା ବନ୍ଧ କଥା ରହିଛି, ରଥ ବନ୍ଧ କଥା ରହିଛି ଏବଂ ତା ସହିତ ପ୍ରହଳିକା ନେଉଛନ୍ତି, କହିଛନ୍ତି, ବହୁଲିପି ଅନ୍ତର୍ଲିପି ପ୍ରସ୍ତୁତର ଉପମା ପୂର୍ଣ୍ଣପମା ଏଗୁଡ଼ିକ କଥା ମଧ୍ୟ ଯୋଡ଼ିଛନ୍ତି। ଫଳରେ କଣ ହଉଛି ଯେତେବେଳେ ପାଠକଟିଏ ନୀତି ସାହିତ୍ୟକୁ ସମ୍ପୂର୍ଣ୍ଣ ଭାବରେ ବୁଝିବାକୁ ଚାହୁଁଛି ବା ଜାଣିବାକୁ ଚାହୁଁଛି ବା ଧାରଣା ତିଆରି କରିବାକୁ ଚାହୁଁଛି, ତା ମନ କାବ୍ୟକାରଙ୍କୁ ଦେଖିବା ପୂର୍ବରୁ ଏ ସମ୍ପର୍କରେ ମଧ୍ୟ ଧାରଣା ତିଆରି ହେଇଯାଉଛି। ଯେତେବେଳେ ଏଇ ଧାରଣା ତା ମନ ଭିତରେ ଗୋଟେ ଛାପ ରଖୁଛି, କାବ୍ୟଗୁଡ଼ିକ ଅଧ୍ୟୟନ କରିବ, ସେତେବେଳେ ସେ ମୂଳ ବୁଝିପାରିବ ଯେ ପ୍ରକୃତରେ ଏ କୃତିଗୁଡ଼ିକ କାବ୍ୟକାର ମାନେ କେତେ ଦୂର ସଫଳତାର ସହିତ ପରିବେଷଣ କରିଛନ୍ତି। ତାପରେ ଆମେ ଦେଖିଛୁ ସେ ଉଚିତ କଥା ଆଲୋଚନା କରିଛନ୍ତି, ଗୁରୁତ୍ୱପୂର୍ଣ୍ଣ କଥା କାବ୍ୟ ମୀମାଂସାଠାରୁ ଆରମ୍ଭ କରି ବଞ୍ଚିତ ବ୍ୟବହାର କଥା କହୁଛନ୍ତି। ସବୁଠୁ ବଡ଼ କଥା ହେଉଛି ଆମର ପରିଚିତ ଲେଖିତ ପଦାବଳୀ ନେଇଛନ୍ତି, ନେଇଛନ୍ତି, ରସକଳ ନେଇଛନ୍ତି, ଲାବଣ୍ୟ ନେଇଛନ୍ତି, ସୁଭଦ୍ରାକରଣ ନେଇଛନ୍ତି ଏବଂ ଏଇ କିନ୍ତୁ ଔଚିତ୍ୟ କଥା ନାମଚୁକ୍ୟ ହଉ, ଋଣଚୁକ୍ୟ ହଉ ବା ଗାରକଚୁକ୍ୟ ହଉ, ଔଚିତ୍ୟର ପ୍ରୟୋଗ କରାଯାଇଛି ମାନେ କବିମାନେ କହିଛନ୍ତି, ସେ କଥା ବହୁତ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି, ଧାରଣା ଅଛି। ଆମେ ଆଲୋଚନା ପ୍ରସଙ୍ଗରେ ଆମେ ସମସ୍ତେ ଶୁଣିଛୁ ଆଲୋଚନା ହଉଛି ବା ତାର ଗୋଟେ ବଡ କଥା ହଉଛି ନାରୀ କଥା ଆଉ ମିଶନାରୀ କଥା ଜାଣିଛୁ। ନାୟିକା ମଧ୍ୟକାଳୀନ ସାହିତ୍ୟରେ ନୀତି ସାହିତ୍ୟରେ ନାୟିକାର ଆବିର୍ଭାବ ଏବଂ ନାୟିକାର କେମିତି ଗଢ଼ା ଯାଉଛି, କେମିତି ସଜା ଯାଉଛି, କେମିତି କାରିଗର ମାନେ ନିଜର ଆଣିକରି କେମିତି ହଉଛି ଚଳୁଛନ୍ତି, ସେ ସମ୍ପର୍କରେ ହଉଛି ନାୟିକାର ବ୍ୟବହାର ହେଉଛି ଏବଂ ନାୟିକାର ବ୍ୟବହାର ଶେଷ କଲା ବେଳକୁ ବିଭିନ୍ନ ପ୍ରକାର ହଉଛି ଅଭିନେତାମାନଙ୍କ ପଇସା ନେଇଛନ୍ତି। ତାପରେ ଚଳଚ୍ଚିତ୍ର କଥା ହଉ ବା କାବ୍ୟରଙ୍ଗରେ କେମିତି କରାଯାଏ, ପ୍ରସଙ୍ଗ କରିବା, ନାଟ୍ୟ କରାଯାଏ, ସାହିତ୍ୟ କରାଯାଏ, କରାଯାଇଛି ନିତ୍ୟକ୍ରମ ନାୟିକା ମାନଙ୍କର ହଉଛି ଲକ୍ଷଣ, ତାଙ୍କର ବୟକ୍ରମ, ତାଙ୍କର ଜାତିଗତ କର୍ମକାଣ୍ଡ, ମାନ ଦଶା ଏଗୁଡ଼ିକ ମଧ୍ୟ ଚମତ୍କାର ଭାବରେ ଦିଆଯାଇଛି।
এই নিয়ে আমি যে পরিবার তারা ଯେଉଁ ସମ୍ପର୍କ ଆମେ ସୂଚନା କରୁଛୁ ବିଷୟରେ ଭବିଷ୍ୟତରେ କଣ କରିବା ସାହିତ୍ୟ ଦର୍ପଣରେ ସେ ଦର୍ପଣ ଶୁଣିଲା ବେଳକୁ ଆମେ ଦେଖୁଛୁ ଓଡ଼ିଶା କ୍ଷେତ୍ରରେ ଉଦାହରଣ ଦିଆଯାଇଛି ଗୀତ ଗୁରୁଦେବତା ସାର୍ କହୁଛନ୍ତି ଆଉ ସେ କରିବା ପାଇଁ ଦର୍ଶକ ରହୁଛି ଉଦାହରଣ ଦିଆଯାଉଛି ବାସନ ସେ ଯାହା ବିଲେପନ ନାହିଁ ବିଭିନ୍ନ କଥା କହିଲା ଶୁଭ ପ୍ରାଚ୍ୟ ଶାସ୍ତ୍ରର ନିର୍ଦ୍ଧାରିତ ନିର୍ଦ୍ଦେଶିତ ତଥ୍ୟ ସହିତ ଆମ ଓଡ଼ିଆ କାବ୍ୟକାର ମାନଙ୍କର ବା କାବ୍ୟ ଶିଳ୍ପୀ ମାନଙ୍କର ଆମେ ଗୋଟେ ନାରୀଟା ସମ୍ପୂର୍ଣ୍ଣ ପରିଚୟ ପାଉଛେ ତାପରେ ଆମେ ଛାଡ଼ି ଦେଇକି ସାମାଜିକତାର ସ୍ୱରୂପ ସମ୍ପର୍କରେ ସମାଜ କଥା ଆସୁଛି ସର୍ବଗଣନା କଥା ରହୁଛି ବିଭିନ୍ନ ସମ୍ପ୍ରଦାୟର କଥା ରହୁଛି ସମାଜର ସମ୍ପୂର୍ଣ୍ଣ ବିବାହ କେମିତି ଆମ ଜୀବନରେ ଆମ ଧାରା ସାହିତ୍ୟରେ ପ୍ରକାଶିତ ହେଇଛି ସୁନ୍ଦର ଭାବରେ ହଉଛି ପରିବେଷଣ କରାଯାଇଛି ସେ ମାଧ୍ୟମ ଦେଇକି ତାକୁ ଆଲୋଚନା କରୁଛି ଆଉ ଗୋଟେ ସବୁଠୁ ଆକର୍ଷଣୀୟ ପ୍ରସଙ୍ଗ ହଉଛି ଆକର୍ଷଣ করে প্রেরণা আসে সচেতনতা সৃষ্টি করে তাকে অন্য সম্পর্কে আসে সমাজ সম্পর্কে নির্দেশ বিভিন্ন কারণে চাকরি চাকরি আরম্ভ করে পরিমাণা জনচিন্তামূলক সব আখেরি আহ্বান দেখেছি বিভিন্ন কারণে আহ্লাদটা আনন্দদায়ক ହୋଇନାହିଁ ଏବଂ କାବ୍ୟରେ ଯେଉଁ ନିର୍ଦ୍ଦେଶ ଆସିଛି ବା କାବ୍ୟ ସହିତ ଦୈବ ଦେଶରୁ ଆସୁଛି ସେଇଗୁଡ଼ିକ ମଧ୍ୟ ପାଠକ ଅନୁଭବ କରିପାରିବେ ବ୍ୟବହାର କଲା ବେଳେ କାବ୍ୟ ବ୍ୟବହାର ପରେ କାବ୍ୟ ସହିତ ନିର୍ଦ୍ଦେଶ ଆସିଲେ ସେ ତାପରେ ସେ ସୁନ୍ଦର ସୁନାମ ସୁରକ୍ଷା କଥା କହିଲା ଆବଶ୍ୟକତା ସଂଯମ କଥା କୁହାଯାଉଛି ବିଭିନ୍ନ କାବ୍ୟ ଆଧାରରେ ସେଟା କରୁଛି ସେ ସାହିତ୍ୟ କରିବା বিভিন্ন প্রসঙ্গ সম্পর্ক মাধ্যম দরকারি যে হয়েছে তাকে বিভিন্ন রূপে আমি প্রত্যক্ষ করতাম এবং তাই বিভিন্ন রসনীতি গণনীতি অন্তর যাহা আসিলা তা সহিত ଆଉ এই সময়ের গুরুত্বপূর্ণ ঘোষণা করতে নায়িকা গেলা নারী ଆସୁଛନ୍ତି ଏବଂ ତା ଭିତରେ ଜାତୀୟ କେମିତି ତା ଭିତରେ ଆସୁଛି ସେ ସମ୍ପର୍କରେ ମଧ୍ୟ ବୁଝେଇ ଆଉ ସବୁଠୁ ବଡ଼ କଥା ହେଲା ଆମେ ବିଭିନ୍ନ ପ୍ରକାର ବର୍ଣ୍ଣନା ରହୁଛି ବର୍ଣ୍ଣନା ଚାକିରି ନଖଶିଖ ବର୍ଣ୍ଣନା ହଉ ବା କେମିତି କବିକମାନେ କେମିତି ଆମର ସମଗ୍ର ଶରୀରର ବିଭିନ୍ନ ଅଂଶ ଯାହା ସହିତ ବର୍ଣ୍ଣନା ଦିଆଯାଉଛି ଉପମା ଦିଆଯାଉଛି ସେ ସମ୍ପର୍କରେ ସୂଚନା ଦେଇଛନ୍ତି ଗୁଣର ସୌନ୍ଦର୍ଯ୍ୟ ଦେଇଛନ୍ତି ରୂପର ସୌନ୍ଦର୍ଯ୍ୟ ଦେଇଛନ୍ତି ନାୟକଙ୍କୁ ମଧ୍ୟ ନାୟକର କେମିତି ଗୁଣ ରହିବା ଦରକାର ସେଇ ଗୁଣ କହିଛନ୍ତି ପ୍ରକୃତି ସାହିତ୍ୟ ବଡ଼ କଥା ପ୍ରସଙ୍ଗ ହୋଇଗଲା ପ୍ରେମକୁ ଉଦ୍ଦୀପିତ କରିବା ପାଇଁ ଆସିଛି ଉଦ୍ଦୀପିତ କରିବା ପାଇଁ ପ୍ରକୃତିର ବଡ଼ ବଡ଼ ଭୂମିକା ରହିଛି ସେ ପ୍ରକୃତିର ସୁନ୍ଦର କଥା କହିଛନ୍ତି ଏବଂ ବିଭିନ୍ନ ଋତୁଚିତ୍ର କଥା ଦେଇଛନ୍ତି ବିଭିନ୍ନ ଋତୁର ପରିଚୟ ଦେଇଛନ୍ତି ଏଇଟା ସବୁଠାରୁ ଭାରି ଗୁରୁତ୍ୱପୂର୍ଣ୍ଣ ହେଇଛି ଆମମାନଙ୍କ ପାଇଁ ଯେତେବେଳେ ଆମେ ଆମେ ଆଲୋଚନା କରୁଛେ ବର୍ତ୍ତମାନ ସାହିତ୍ୟ ବସନ୍ତ ଏବଂ ସେଇ ବସନ୍ତ କଥା କହିଲା ବସନ୍ତର ଯେଉଁ ସବୁ ଗୁଣ ଆସୁଛି ପ୍ରକୃତିର ଯେଉଁ ଗୁଣାଭାବ ଦେଖାଯାଉଛି ଏବଂ ତାର ପ୍ରଭାବ କେମିତି ନାୟକ ନାୟିକା ପଡୁଛି ଉଦ୍ଦୀପିତ ହଉଛି ସେ ସମ୍ପର୍କରେ ମଧ୍ୟ ସୁନ୍ଦର ଭାବେ ଛୋଟ ସଂକ୍ଷେପ କରିକି ଦେଇଛନ୍ତି ଏବଂ ଉଦାହରଣ ଦେଇଛନ୍ତି ଏବଂ ତାପରେ ନୀତି ସାହିତ୍ୟର ଆଧୁନିକ ଅଭିବୃଦ୍ଧି ପର୍ଯ୍ୟନ୍ତ ନିଜସ୍ୱ ଦୃଷ୍ଟି ପାଇବ ଶେଷରେ କଥା କହିଛନ୍ତି ବିଭିନ୍ନ କାଳ ଦେଖିଛନ୍ତି
কবি আমাদের লেখা দীর্ঘ তালিকা রয়েছে। যে ପାଠ୍ୟକ୍ରମ ସମ୍ପର୍କ କହିବି ଏଇଟା ମୋର ଆମ କାମ ମନ ପାଇଁ ହେଲ୍ପ କରୁଥିଲେ ଏମାନେ ବହୁତ ଉପାୟ ପୁସ୍ତକ ଆମେ କନିଷ୍ଠ ଦଉଛି ଯାତ୍ରା ଆରମ୍ଭ ହେଇଛି ଆମ ପାଠଟା ପରିସା କରିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ଆମେ ଆମର ପ୍ରସ୍ତୁତ ହେଲେ ଆମେ ଆଜି ପର୍ଯ୍ୟନ୍ତ ଆମେ ପଢି ଆସିଛୁ ଗୋଟେ ବୁଝିଥିବା ଗୁରୁତ୍ୱପୂର୍ଣ୍ଣ ବହି ମୋ ସାର୍ ପାଖରେ ଉପସ୍ଥିତ ଅଛନ୍ତି ବୋଲି ଏ ବହିଟି ହଉଛି ପ୍ରତିଟି